ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଅନେକ ବିଷୟ ସମ୍ପର୍କରେ ଆମେ କଥାବାର୍ତ୍ତା କରିଛେ। ଅନେକ ବିଷୟରେ ଆମର ଯାହା ଜାଣିବାର କଥା ତାକୁ ଜାଣିବା ପାଇଁ ପ୍ରୟାସ କରିଛେ। ଆଜି ଆମେ ଏପରି ଏକ ବିଷୟ ସମ୍ପର୍କରେ ଜାଣିବା ପାଇଁ ପ୍ରୟାସ କରିବା ଯାହା ଲୋକମାନଙ୍କର ଜୀବନ ନେଇଯାଉଛି। ଏଇ ଆଜି ପଟାଙ୍ଗୀ ବ୍ଲକରେ 3 ଜଣ ମୃତ୍ୟୁବରଣ କରିଛନ୍ତି ବିଜୁଳି ଆଘାତରେ। ବିଜୁଳି ପଡ଼ିଗଲା ଏବଂ ସେମାନେ ମୃତ୍ୟୁବରଣ କଲେ ଚାଷ ଜମିରେ ଚାଷ କରୁଥିବା ବେଳେ। ଘଡ଼ଘଡ଼ି, ବିଜୁଳି ଏଇସବୁ ଯାକ ପ୍ରାକୃତିକ ଦୁର୍ବିପାକ ଯେତେବେଳେ ଆସେ, ସେ ସମୟରେ ସାଧାରଣ ବ୍ୟକ୍ତିଟିଏ ଯିଏକି ବିଲରେ ଥାଏ, ରାସ୍ତାରେ ଥାଏ, ଘର ପାଖରେ ଥାଏ, ତେବେ ସେ କୋଉ ପ୍ରକାରର ଏକ ତାକୁ ନିଜର ସେଫ୍ଟି ଏବଂ ସିକ୍ୟୁରିଟି ଦେବ, ସେ ନିଜକୁ ସୁରକ୍ଷିତ ରଖିପାରିବ, ସେ ଦିଗରେ ଆମେ କଥାବାର୍ତ୍ତା କରିବା। ଆମ ସହିତ ଟେଲିଫୋନ ଯୋଗେ ରହିଛନ୍ତି ଆମର ଅତି ପ୍ରିୟର ଇଞ୍ଜିନିୟର ସୁନୀଲ ବିଶ୍ୱାଳ। ସୁନୀଲ ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଏଇ ଯୋଉ ପ୍ରାକୃତିକ ଦୁର୍ବିପାକ, ଘଡ଼ଘଡ଼ି, ବିଜୁଳି ଏସବୁରୁ ବର୍ତ୍ତିବା ପାଇଁ, ଏସବୁରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଲୋକଟିଏ କ'ଣ କରିପାରିବ? ଭାଇ, ରେଡିଓ କୋରାପୁଟର ଶ୍ରୋତା ମାନଙ୍କୁ ମୁଁ ନମସ୍କାର ଜଣାଉଛି। ଦୁଃଖର ବିଷୟ, ଆଜି କୋରାପୁଟରେ ଏମିତି ଗୋଟେ ଖବର ଆସିଲା ଯେ ତିନିଟି ଅମୂଲ୍ୟ ପ୍ରାଣ ଅକାଳରେ ନଷ୍ଟ ହୋଇଗଲା ଏବଂ ତା ହୋଇଥିଲା ବିଜୁଳି ବା ଘଡ଼ଘଡ଼ିର ଆଘାତ ଯୋଗୁଁ। ଦେଖନ୍ତୁ, ପ୍ରକୃତିର ଯୋଉ ବ୍ୟବସ୍ଥାରେ ଯେମିତି ଖରା, ବର୍ଷା, ଶୀତ, କାକର, ସେମିତି ବିଜୁଳି ମାରିବାଟା ବି ଗୋଟେ ପ୍ରାକୃତିକ ଗୋଟେ ଘଟଣା ଗୋଟେ। କିନ୍ତୁ ଏଇଥିରେ ଯୋଉ ଆଘାତ ପାଇଲା ପରେ ଧନଜୀବନର ପ୍ରଭୂତ କ୍ଷତି ହେଉଥିବା ଯୋଗୁଁ ୟାକୁ ଆମେ ଅନେକ ସମୟରେ ଗୋଟେ କଥା ଆକାରରେ ଆମେ ଶୁଣିଥାଉ ଯେ ବିଜୁଳିରେ ପ୍ରାଣ ଚାଲିଯାଉ ବୋଲି। ଏଇଟା ଏତେ ଆକସ୍ମିକ ଏବଂ ଏତେ ହଠାତ୍ ଘଟିଥାଏ ଯେ ୟାକୁ ଆମେ ଆମର ଓଡ଼ିଆ ଭାଷାରେ ଯେବେଠୁ ଆରମ୍ଭ ସେବେଠାରୁ ଏଇ ବିଜୁଳି ସମ୍ପର୍କରେ ଆମେ ଅନେକ ଇଏ ଶୁଣିଥାଉ, କଥା ବା ରୂଢ଼ି ପ୍ରୟୋଗ ଶୁଣିଥାଉ। ତେବେ ଆଜି ଆମେ ଜାଣିବା ଯେ ବିଜୁଳି କେଉଁଭଳି ପରିସ୍ଥିତିରେ ମାରେ ଏବଂ ଆଖପାଖରେ ଯଦି ଆମେ ବିଜୁଳି ମାରୁଥିବା ଭଳି କୌଣସି ଦୃଶ୍ୟ ଦେଖୁ, ତାହେଲେ ଆମେ ସେଥିରୁ ନିଜକୁ କେମିତି ରକ୍ଷା କରିପାରିବା। ଦେଖନ୍ତୁ, ବିଜୁଳି ହଉଛି ଗୋଟେ ବୈଦ୍ୟୁତିକ ଶକ୍ତିର ଗୋଟେ ସେଟା ଆମେ କ'ଣ କହିବା ଯେ ବୈଦ୍ୟୁତିକ ଶକ୍ତି ଯେତେବେଳେ ଗୋଟେ ଜାଗାରେ ଠୁଳ ହେଇଯାଏ ଏବଂ ସିଏ ଗୋଟେ ଭୂଇଁକୁ ଯେତେବେଳେ ସେଟା ପ୍ରବାହିତ ହେଇଯାଏ, ତାହେଲେ ଆମେ ସେଟା କହୁ ଯେ ବିଜୁଳି ଶକ୍ତି ଏବଂ ତାର ଯୋଉ ମାନେ ଚଡ଼ଚଡ଼ି ମାରିବା ଯୋଉ ପ୍ରକ୍ରିୟାଟି ଆମେ ସେଟାକୁ ବୁଝିଥାଉ। ଅନେକ ଆମେ ଏଟା ବେଶୀ ବର୍ଷା ଦିନ ବା ବର୍ଷା ପୂର୍ବ ଏଇ ଯୋଉ ଋତୁରେ ଆମେ ବିଜୁଳି ଆଘାତର ଅନେକ ଘଟଣା ବିଷୟରେ ଆମେ ଶୁଣିଥାଉ ଏବଂ ଏଥିରେ ବେଶୀ ଭାବରେ ଶିକାର ହୋଇଥାନ୍ତି ଖୋଲା ପଡ଼ିଆ ବା ବିଲ ବାଡ଼ିରେ କାମ କରୁଥିବା ଚାଷ ବା ଚାଷୀମାନେ ଏହା ଦ୍ୱାରା ବେଶୀ ଆଘାତ ପ୍ରାପ୍ତ ହେଇଥାନ୍ତି। ଆମେ ଯଦି ବିଜୁଳିର ଯୋଉ ଘଡ଼ଘଡ଼ି ମାରିବାର ଯୋଉ ପ୍ରକ୍ରିୟାଟିକୁ ବୁଝିଯିବା, ତାହେଲେ ଆମେ ସେଥିରୁ ରକ୍ଷା ପାଇବା ପାଇଁ କିଛି ଆମେ ଷ୍ଟେପ୍ ନେଇପାରିବା ବା ମାନେ ପଦକ୍ଷେପ ନେଇପାରିବା। ପ୍ରଥମ କଥା ହଉଛି ଯେ ଘଡ଼ଘଡ଼ିଟା କ'ଣ। ଦେଖନ୍ତୁ, ମାଟି ଉପରେ ଯୋଉ ଆକାଶରେ ଯୋଉ ବାଦଲ ସବୁ ଘୁରି ବୁଲୁଛନ୍ତି ବା ପବନରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କେମିତି ଉଡ଼ି ବୁଲୁଛନ୍ତି, ସେଇ ଯୋଉ ବାଦଲ ଆଉ ପୃଥିବୀ ପୃଷ୍ଠ ମଧ୍ୟରେ ଅନେକ ସମୟରେ ପ୍ରାକୃତିକ କାରଣ ଯୋଗୁଁ ସେଥିରେ ବୈଦ୍ୟୁତିକ ଯୋଉ ଚାର୍ଜ ଯୋଉଟା ସେଟା ଠୁଳ ହେବାର ଲାଗେ। ଗୋଟେ କ୍ଲାଉଡ୍ ବା ଗୋଟେ ମେଘ ଖଣ୍ଡରେ ଯେତେବେଳେ ଗଚ୍ଛିତ ହେଉଥିବା ପରିମାଣର ବିଦ୍ୟୁତ୍ ଶକ୍ତିର ପରିମାଣ ଯେତେବେଳେ ବଢ଼ି ଚାଲେ ଏବଂ ଏମିତି ଗୋଟେ ସମୟ ପହଞ୍ଚେ ଯେଉଁଠି କି ଯେ ଭୂଇଁ ଆଉ ଏଇ ଯୋଉ ବାଦଲ ଖଣ୍ଡକୁ ଅଲଗା କରି ରଖୁଥିବା ବାୟୁ, ଯୋଉଟା କି ସାଧାରଣ ପରିସ୍ଥିତିରେ ଗୋଟେ
विद्युत शक्तिर कुपरिवाही भाव में काम करें किंतु विद्युत शक्तिर महजूद हबार जो परिमाण गोटे समय जितेबाला गोटे क्रिटिकल वैल्यू ठू अधिक उपरକୁ पड़े जाए सेतेबाला विद्युत शक्ति भूई को आपण छाए प्रभावित हवा आरंभ करे एवं से समय आमे देखि थाउ जे विराट माने शब्द सह आलोकर जो चिकमिक करवा जो जिनसटी आमे देखि थाउ एवं सेटा को ही साधारणतः आमे कहि थाउ जे घड़घड़ी मारिला बा चढ़चढ़ी मारिला एवं से जो रास्ता देखी से जो महजूद होता विद्युत शक्ति गच्छित होता विद्युत शक्ति भूई को चली जाए ताको आमे कहि थाउ डिस्चार्ज पाथ बा ओडिया आम कहवा परिपथ एवं यही परिपथ मध्य जदि दुर्भाग्यवशतः कौन सी जीवंत प्राणी मनीष हो बा पशु पक्षी हो से आसी जाती ताहले सेमानकर मृत्यु घटवा सुनिश्चित तबे एटा होची जे घड़घड़ी मारिबार प्रक्रिया एबे आमे जानिबा जे केमिति आमे कौन कले एभली गोटे परिस्थिति आमे निजको सुरक्षित रखिपारिबा कथा होची जे बिजुली मारिबा बा घड़घड़ी मारिबा ए तो आम जानिले एटा साधारणतः वर्षा ऋतु पूर्वरु बा वर्षा ऋतु रे ही होई थाए एवं सेतबेले जो लोक माने बाहर काम करथन्ते सेमन पई केतोटी विशेष मार्गदर्शिका होची प्रथम कथा होची जे जेतेबेले विद्युत शक्ति मेघखंडर भूई ऊपर को जतले प्रवाहित होबे आरंभ करिवो से प्रथम खोजिबो जे सबुठारु कम दूरता संपन्न रास्तार कोटा जो बाटे देकी मु प्रवाहित हेबी एवं सेतेबेले जदि खोला पड़िया रे जदि जने ठिया हितबा लोक जदि देखा गला ताहले जदि माटी ठारू ता दूरताटा 1 फुट ताहले से लोकर उच्चता होची 5 फुट बा 5.5 फुट ताहले विद्युत शक्ति पई गोटे रास्ता मिलिबो सेटा होची x - 5 फुट माने सेटा कम रास्ता पड़िबो तेणुकर विद्युत कौन कर बाटे देखिए प्रभावित होगापी चेष्टा कर एवं से मनीष मानकर जीवन हानि हुए तो प्रथम कथा हूँ जो आमको लगे ये अंचल विद्युत मारुची घड़घड़ी मारुची ताहले संगे संगे से कौन करेंगे ना जो जगह से अच्छा से जगह माटी उपरे लंबा है शोई पड़े हेले कौन हम ना विद्युत शक्ति माटी सह ये जो लोकटी भी गोटे साधारण गोटे जिनस बेले लगे सेटा गोटे सीधा सड़क डिस्चार्ज पाथ भाया मन हम ना एवं विद्युत शक्ति जो घड़घड़ी मारुची से पाखे कौन गछमूल को आदौ सुरक्षित स्थान भाव विकल्प माने भाविबा नहीं कारण गछटा हूँ गोटे बिजुली मारिबार गोटे माध्यम सेटा गोटे बड़ गछ ता तले जो ठिया हवा जो ता भीतर विद्युत शक्ति प्रवाहित हम से आम तार संस्पर्श आसवा एवं आमर धन जीवन हानि हम तेणु जदि पाखे कौन घर अच्छी ताहले जो बिजुली मारुची से तुरंत आम से घर भर चली जा दरकार आदि ना पाखे सेमती किसी ना आम आसन भाया घर फर ना ताहले आम जमी उपरे शोई पड़िया दरकार जितेबाला विद्युत शक्ति बिजुली मारिबाटा कमिଯିବ सेतेबाला आम निकटरे थिबा गोटे निरापद स्थान चली जावा दरकार आजिकल एमती भी करा जाउची जे जमी रे काम कला बेले गोटे 20 फुट बा 15 फुट रो गोटे खुंट एवं से खुंट आगे गोटे धातव बाड़ी गोटे रड गोटे एवं से रड रू गोटे तार आनिकी निकट माने जमी रे पथि देकी सेथरे गोटे शाबल बा कोन गोटे कोन पिटी देले ताहाले से अंततः से जो व्यवस्थार 20 फुट चारि पाखे व्यासार्धरे काम करता लोक मैंने विद्युत शक्ति जनित आघात से रक्षा पाइबे किंतु एटा हयत सदाबेले करिया संभव नहीं सब एमती गोटे उपाय गोटे करवा संभव नहीं तेणु तार गोटे बाट है आम विद्युत शक्ति गोटे सबुठारु आकर्षणीय बाट भाव आम जमी प्रतीयमान माने आम जमी देखा न विद्युत शक्ति तेणु तार गोटे बाट है तले शोईजाटा दुईरे सरकार जमी विभिन्न कथा गोटे आप अच्छी ये जो बिजुली शक्तिर आघात कौ अंचल विद्युत माने चढ़चढ़ी मार घड़घड़ी मार से कथा जानापी गोटे आप भी अच्छी से आप ना हूँ दामिनी
ତେଣୁ ଆମେ ସମସ୍ତେ ଯଦି ମୋବାଇଲ ଦାମିନୀ ଆପ୍ ଯଦି ଆମ ମୋବାଇଲ ଇନଷ୍ଟଲ କରିବା ତାହେଲେ କୌଣସି ଏରିଆରେ ଯଦି ବିଦ୍ୟୁତ ବିଜୁଳି ମାରିବାର ସମ୍ଭାବନା ଥିବ ସେ ଆପ୍ରେ ଆମକୁ ସେ ଜଣେଇଦବ, ଆଗରୁ ଜଣେଇଦବ, ଗୋଟେ ଆଲାର୍ମ ବାଜିବ, ସେଥିରେ ଆମେ ଜାଣିବା ଯେ ଆମ ଏରିଆରେ ବିଜୁଳି ମାରିବ। ତେଣୁ ଆଉ ଗୋଟେ କଥା ମୁଁ କହିବା ପାଇଁ ଚାହୁଁଛି ଯେ ଗାଡି ଭିତରେ ବସି ରହିବାଟା ହଉଛି ଗୋଟେ ବିଜୁଳି ଶକ୍ତି ବା ଯୋଉ ଘଡଘଡି ମାରିବା ଠାରୁ ଗୋଟେ ବହୁତ ବଡ ପ୍ରୋଟେକ୍ସନ ଗୋଟେ, କାରଣ ଆମର ଯୋଉ ଗାଡିଟା ସେଟା ମେଟାଲିକ କେଜ୍ ଭଳିଆ ଗୋଟେ କାମ କରେ ଏବଂ ମେଟାଲିକ କେଜ୍ ଭିତରକୁ କୌଣସି ଏଇ ଯୋଉ ସ୍ଥିତିଜ ବିଦ୍ୟୁତ ଶକ୍ତି ତା ଭିତରକୁ ପ୍ରବେଶ କରିପାରେ ନାହିଁ। ତେଣୁ ଆମେ ଗାଡି ଭିତରେ ବସି ରହିବାଟା ଗୋଟେ ବହୁତ ବଡ ପ୍ରୋଟେକ୍ସନ, ଗାଡି ହଉ ବା ବସ୍ ହଉ ଯେକୌଣସି ଗୋଟେ ମେଟାଲିକ ଇଏ ଭିତରେ ଯଦି ଆମେ ବସି ରହିବା ସେଇଟା ଆମ ପାଇଁ ବିଜୁଳି ଆଘାତରୁ ଆମକୁ ସେଟା ସୁରକ୍ଷା ଦେଇପାରିବ। ତେଣୁ ଏଇଭଳି କିଛି ସାଧାରଣ ଜିନିଷ ଯଦି ଆମେ ଜାଣିବା ତାହେଲେ ବିଜୁଳି ମାରିବା ସମୟରେ ଆମେ ନିଜକୁ ସୁରକ୍ଷିତ କରିପାରିବା। ବିଜୁଳି ମାରିବା ଆଉ ଆମକୁ ଯୋଉ କରେଣ୍ଟ ସକ୍ ଲାଗିବା ଏଇ ଭିତରେ ଫରକଟା କେତେ ଦୂର? ବିଜୁଳି ଯୋଉ ଘଡଘଡି ମାରୁଛି ସେଟା ପାଖାପାଖି ଲକ୍ଷ ଲକ୍ଷ ଭୋଲ୍ଟରେ ଆସୁଛି ଏବଂ ସମୟର ସବୁଠାରୁ କମ କୁ ବୁଝିବା ପାଇଁ ଆମେ କହୁ ଯେ ବିଜୁଳି ଗତିରେ, ତେଣୁ ବହୁତ ମିଲି ସେକେଣ୍ଡର ଗ୍ୟାପ ଯଦି ଆମ ଉପରେ ମାନେ ପଡୁଛି ତାର ମିଲି ସେକେଣ୍ଡର ଗ୍ୟାପ। ମୁଁ ଭାବୁଛି ମୁଁ ଯେ ପ୍ରଶ୍ନଟା ଠିକ ଭାବରେ ବୁଝିପାରିଲି। ହଁ, ମାନେ ଆମର ଯୋଉ ସାଧାରଣ ଆମେ ଯୋଉ ସକ୍ ଟା ଆମକୁ ମିଳେ କରେଣ୍ଟ ସକ୍ ତାଠାରୁ ବହୁତ ଗୁଣରେ ଏଇଟା ଅକଳ୍ପନୀୟ। ଆମକୁ ସକ୍ ଆମେ ଘରେ ବ୍ୟବହାର ହଉଛି 230 ଭୋଲ୍ଟ ଏବଂ ଯୋଉ ପ୍ରଣାଳୀରେ ଆସୁଛି ତାର ଭୋଲ୍ଟେଜ ହେଲା 415 ଭୋଲ୍ଟ ଏବଂ ବାହାରେ ଆମେ ଯୋଉ ଦେଖୁ ସେଟା ହଉଛି 11,000 କେଭି ଏବଂ ବହୁତ ବଡ ବଡ ଟାୱାରରେ ଯୋଉ ଆମେ ଦେଖୁଛୁ ସେଟା ହଉଛି 132 କେଭି, 1,32,000 ଭୋଲ୍ଟ। କିନ୍ତୁ ବିଜୁଳି ଶକ୍ତି ଯୋଉ ଚଡଚଡି ମାରେ ସିଏ 20 ଲକ୍ଷ ଭୋଲ୍ଟ, 40 ଲକ୍ଷ ଭୋଲ୍ଟ ଏମିତି। ତେଣୁ ସିଏ ଗୋଟେ ଆଶ୍ଚର୍ଯ୍ୟ ଶକ୍ତି ଗୋଟେ। କୋରାପୁଟ ଅଞ୍ଚଳରେ ତ ଆମର ପାହାଡ ବହୁତ ଅଛି, ଯଦି ମାନେ ଆମେ ସେ ସମୟରେ ପାହାଡକୁ ଯିବା କଥା ନା ନାଇଁ? ନାଇଁ, ପାହାଡ ଉପରେ ବୁଲିବା ହଉଛି ବିଜୁଳି ମାନେ ସେଇ ଭଳିଆ ସମୟରେ ଯେତେବେଳେ ବିଜୁଳି ମାରୁଛି ପାହାଡ ଉପରେ ଆମେ ଯଦି ବୁଲିବା ସେଇଟା ଗୋଟେ ଭାରି ବିପଦଜନକ କାମ ସେଟା ଗୋଟେ। ପାହାଡ ଉପରକୁ ଯିବା ନା, ଯିବା ଉଚିତ ନୁହେଁ। ଆଉ ଅନେକ କୁହନ୍ତି ଛତାଟା ଧରିଲା ବେଳକୁ ଛତାଟା ମଧ୍ୟ ବାହକ ହେଇଯାଏ ବୋଲି। ସେଇ ଏବେ ଯୋଉ ବୁଝେଇଲି ଯେ ଆମର ଉଚ୍ଚତା 5 ଫୁଟ, ଛତା ଆମଠୁ ଆହୁରି ମୁଣ୍ଡ ଉପରେ 3 ଫୁଟ ଆମେ ଟେକି ଧରିଥିବା ମେଟାଲିକ ଯେହେତୁ ସେଟା ଆଉ ଗୋଟେ ବହୁତ ବଡ ବିପଦଜନକ କାମ। ତେଣୁ ସବୁଠୁ ସୁବିଧା ଏଇଟା ହେଲା ଯେ ଆପ୍ ଟାକୁ ବ୍ୟବହାର କରିବା ଏବଂ ଯୋଉମାନେ ଆପ୍ ର ବ୍ୟବହାର କରିପାରୁନାହାନ୍ତି ସେମାନଙ୍କୁ ବି ଆମେ ଜଣେଇବା ଦରକାର, କାରଣ ସମସ୍ତଙ୍କ ଆପ୍ ଟା ନଥାଇପାରେ, ଗୋଟେ ଚାଷୀ ପାଖରେ ସେ ଜାଣିନଥାଇପାରେ। ତେଣୁ ଯଦି ଆମେ ଜାଣିଲେ ଯେ ଏଇ ଅଞ୍ଚଳରେ ଏମିତି ହବା ଅଛି, ତେବେ ଆମେ ଯେତିକି ଦୂର ଜଣେଇ ପାରିବା ସେଟା ଜଣେଇବା ଦରକାର, ଯାହାଫଳରେ କି ସାଧାରଣ ଲୋକଟି ଏଥିରୁ ବଞ୍ଚି ଯାଇପାରିବ। ଧନ୍ୟବାଦ ସୁନୀଲ ଭାଇ, ଏକ ବିଶେଷ ସୂଚନା ଆପଣ ଦେଇଛନ୍ତି ଏବଂ ବିଶେଷ ଭାବରେ ଏଇ ଯୋଉ ବିଜୁଳି ମାରିବା ପରିସ୍ଥିତିକୁ କେମିତି ଆମେ ମୁକାବିଲା କରିପାରିବା, କେମିତି ଆମକୁ ନିଜକୁ ସୁରକ୍ଷିତ ରଖିପାରିବା ସେ ଦିଗରେ ଆପଣ ବିସ୍ତୃତ ଭାବରେ ଆମକୁ ବର୍ଣ୍ଣନା କରିଛନ୍ତି। ତେଣୁ କୃତଜ୍ଞତା ଜଣାଉଛୁ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ। ତେବେ ରେଡିଓ କୋରାପୁଟର ଶ୍ରୋତାମାନଙ୍କ ଠାରୁ ବିଦାୟ ନେଉଛି ମୁଁ ସିଏଚ୍ ଶାନ୍ତକାର। ପୁଣି ଥରେ ଆଉ ଏକ ଏପିସୋଡରେ ଦେଖା ହବ ଆଉ ଏକ ବିଷୟ ନେଇ। ସେତିକି ପର୍ଯ୍ୟନ୍ତ କୋରାପୁଟିଆ ଜୁହାର, ନମସ୍କାର।